जय जगन्नाथ बंधुगण आपण मानक स्वागत मोर एही चैनल को। आजिर एही भिडियोटी वृष राशि व्यक्ति विशेष मानक पई बहुत अधिक गुरुत्वपूर्ण रही अछि। काहींकि ना शनिंकर महापरिवर्तन हेबा पई जाउअछि। वर्ष 2025 यह एक एमिति वर्ष अटे कि ଯେଉଁ ବର୍ଷରେ କି କର୍ମ ଫଳଦାତା ନ୍ୟାୟର ଦେବତା ଶନିଦେବ ନିଜର ରାଶି ପରିବର୍ତ୍ତନ କରିବେ ସମ୍ପୂର୍ଣ୍ଣ 2.5 ବର୍ଷ ପରେ। ଆଉ ଶନିଦେବ ପ୍ରାୟତଃ ଗୋଟିଏ ରାଶିରେ 2.5 ବର୍ଷ ରହିଥାନ୍ତି। 29 ମାର୍ଚ୍ଚ 2025କୁ ଶନିଙ୍କର ମହାପରିବର୍ତ୍ତନ ହେବା ପାଇଁ ଯାଉଅଛି। ମାନେ ଶନିଦେବ କୁମ୍ଭ ରାଶିରୁ ବାହାରି ମୀନ ରାଶିକୁ ଚଳନ କରିବେ। ତେଣୁ ଆଜିର ଏହି ଭିଡ଼ିଓରେ ଆମେ ଆଲୋଚନା କରିବା ଶନିଙ୍କର ଏହି ମହାପରିବର୍ତ୍ତନ ମେଷ ରାଶିର ବ୍ୟକ୍ତି ବିଶେଷ ମାନଙ୍କର ଜୀବନରେ କଣ ସବୁ ବଡ଼ ପରିବର୍ତ୍ତନ ଆଣିବା ପାଇଁ ଯାଉଅଛି। କାହିଁକି ନା ଶନିଦେବଙ୍କୁ ସମସ୍ତେ ଡରିଥାନ୍ତି। ତ ଆଜିର ଏହି ଭିଡ଼ିଓରେ ଆମେ ଶନିଙ୍କର ମହାପରିବର୍ତ୍ତନ ସମ୍ପର୍କରେ ଜାଣିବା ଏବଂ ବହୁତ ବିସ୍ତାର ଭାବରେ ଜାଣିବା। ଗୋଟିଏ କଥା ଆପଣ ମନେ ରଖନ୍ତୁ, 29 ମାର୍ଚ୍ଚ 2025ରେ ଯେତେବେଳେ ଶନିଙ୍କର ରାଶି ପରିବର୍ତ୍ତନ ହେବ ତ ଆପଣଙ୍କ ରାଶି ପାଇଁ ଶନିଦେବ ଏକାଦଶ ଭାବରେ ରହିବେ। ତ ଶନିଦେବ ଏକାଦଶ ଭାବରେ ବସି ଆପଣଙ୍କୁ କେଉଁ ପ୍ରକାରର ଫଳ ପ୍ରଦାନ କରିବେ ତାହା ସବୁକିଛି ଏହି ଭିଡ଼ିଓ ମାଧ୍ୟମରେ ଜାଣିବା। ଏହା ସହିତ ଶନିଦେବ କେଉଁ କେଉଁ ଭାବ ଉପରକୁ ଦୃଷ୍ଟି ଦେଉଛନ୍ତି ତାହା ସମ୍ପର୍କରେ ମଧ୍ୟ ଏହି ଭିଡ଼ିଓରେ ଜାଣିବା। ତ ଚାଲନ୍ତୁ ଜାଣିବା। ହେଲେ ଏହା ପୂର୍ବରୁ ଯଦି ଆପଣମାନଙ୍କର ମଧ୍ୟ ଏହି ବୃଷ ରାଶି ହୋଇଥାଏ ଆଉ ଆପଣମାନେ ମଧ୍ୟ ଶନିଦେବଙ୍କୁ ସଚ୍ଚା ହୃଦୟରୁ ଭକ୍ତି କରୁଥାନ୍ତି, ବିଶ୍ୱାସ କରୁଥାନ୍ତି, ତେବେ ଏହି ଭିଡ଼ିଓଟିକୁ ଆପଣ ଗୋଟିଏ ଲାଇକ୍ କରି ତଳେ ଆସୁଥିବା କମେଣ୍ଟ ବକ୍ସରେ ଜୟ ଶନିଦେବ ନିଶ୍ଚୟ ରୂପରେ ଆପଣ ଲେଖିଦିଅନ୍ତୁ। ତ ବନ୍ଧୁମାନେ, ଆମର ଏହି କାର୍ଯ୍ୟକ୍ରମ ଆପଣଙ୍କର ଜନ୍ମ ରାଶି ଏବଂ ଚନ୍ଦ୍ର ରାଶି ଉପରେ ଆଧାରିତ ଅଟେ। ବନ୍ଧୁମାନେ, ଆମର ରାଶିଚକ୍ରର 12ଗୋଟି ରାଶିମାନଙ୍କ ମଧ୍ୟରୁ ଦ୍ୱିତୀୟ ରାଶିଟି ହେଉଛି ବୃଷ ରାଶି ଏବଂ ଆପଣଙ୍କ ରାଶିରେ 29 ମାର୍ଚ୍ଚ 2025କୁ ଶନିଦେବ ଆପଣଙ୍କର ଏକାଦଶ ଭାବକୁ ଚଳନ କରିବେ ଏବଂ ପୁରା 2.5 ବର୍ଷ ପର୍ଯ୍ୟନ୍ତ ଶନିଦେବ ଆପଣଙ୍କର ଏକାଦଶ ଭାବରେ ରହିବେ। ବନ୍ଧୁମାନେ, ଜନ୍ମକୁଣ୍ଡଳୀର ଏକାଦଶ ଭାବ କ'ଣ ଇଣ୍ଡିକେଟ୍ କରିଥାଏ? ଏକାଦଶ ଭାବଟି ଆପଣଙ୍କର ପ୍ରଫିଟ୍ର ଭାବ ହୋଇଥାଏ। ଏକାଦଶ ଭାବଟି ଆପଣଙ୍କର ଅଧିକ ଆୟର ଭାବ ହୋଇଥାଏ। ଏକାଦଶ ଭାବଟି ଆପଣଙ୍କର ଆକସ୍ମିକ ଧନ ଲାଭର ଭାବ ହୋଇଥାଏ, ଇନକମ୍ର ଭାବ ହୋଇଥାଏ, ଆୟର ଭାବ ହୋଇଥାଏ, ଆପଣଙ୍କ ଇଚ୍ଛାର ଭାବ ହୋଇଥାଏ। ଦେଖନ୍ତୁ, ଆପଣଙ୍କର ରାଶି ପାଇଁ ଶନିଦେବ ଦଶମ ଏବଂ ନବମ ଭାବର ଅଧିପତି ହୋଇକରି ଏକାଦଶ ଭାବକୁ ଚଳନ କରିବେ ଏବଂ ଆପଣଙ୍କର ପ୍ରଥମ ଭାବ, ପଞ୍ଚମ ଭାବ, ଅଷ୍ଟମ ଭାବକୁ ସେ ଦୃଷ୍ଟି ଦେବେ। ତ ଯେତେବେଳେ 29 ମାର୍ଚ୍ଚକୁ ଶନିଦେବ ଆପଣଙ୍କର ଏକାଦଶ ଭାବକୁ ଆସିବେ, ସେହି ସମୟରେ ସବୁଠାରୁ ପ୍ରଥମେ ତ ଆପଣଙ୍କୁ ଆପଣଙ୍କ ଭାଗ୍ୟରେ ଲାଭ ଦେଖିବା ପାଇଁ ମିଳିବ। ଦୀର୍ଘ ଦିନ ଧରି ଆପଣଙ୍କ ମନରେ ଯଦି କିଛି ଇଚ୍ଛା ରହିଥିଲା, କିଛି ମନସ୍କାମନା ଗୁଡ଼ିକ ରହିଥିଲା, ତାହା ଆପଣଙ୍କର ପୂର୍ଣ୍ଣ ହୋଇପାରୁନଥିଲା, ତ ଆପଣଙ୍କର ତାହା ସବୁ 29 ମାର୍ଚ୍ଚ 2025 ପରେ ତାହା ଆପଣଙ୍କର ପୂରଣ ହେବାର ଯଥେଷ୍ଟ ସମ୍ଭାବନା ବନୁଅଛି। ଆଉ ଦୀର୍ଘ ଦିନ ଧରି ଯଦି ଆପଣ କିଛି ବଡ଼ କାର୍ଯ୍ୟର ଆରମ୍ଭ କରିବା ପାଇଁ ଚାହୁଁଥିଲେ, ବଡ଼ ଇନଭେଷ୍ଟମେଣ୍ଟ କରିବା ପାଇଁ ଚାହୁଁଥିଲେ, ତାହା ହେଲେ 29 ମାର୍ଚ୍ଚ ପରର ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ। କାହିଁକି ନା ବୃଷ ରାଶି ପାଇଁ ଶନିଦେବ ହେଉଛନ୍ତି ଯୋଗକାରକ ଗ୍ରହ। ଏକାଦଶ ଭାବରେ ଶନିଦେବ ବସି ଆପଣଙ୍କୁ ସମସ୍ତ କ୍ଷେତ୍ରରେ ହିଁ ଲାଭ ପ୍ରଦାନ କରିବେ। ଆପଣଙ୍କ ଆୟରେ ବୃଦ୍ଧି ଦେଖିବା ପାଇଁ ମିଳିବ। ଯଦି ଆପଣ ଚାକିରି କରୁଛନ୍ତି କିମ୍ବା ଆପଣ ବ୍ୟବସାୟ କରୁଛନ୍ତି, କିଛି ନା କିଛି ସାଇଡ୍ ଇନକମ୍ କରିବାକୁ ଆପଣ ଭାବିପାରନ୍ତି, ଏକ୍ସଟ୍ରା ଇନକମ୍ କରିବା ପାଇଁ ଆପଣ ଭାବିପାରନ୍ତି। ଏବଂ ଯଦି ଆପଣ ଚାକିରି କରୁଛନ୍ତି ତାହେଲେ ପ୍ରମୋସନ୍ କରିବାର ମଧ୍ୟ ଯୁଗ ବନୁଅଛି 29 ମାର୍ଚ୍ଚ ପରେ, କିମ୍ବା ଆପଣଙ୍କ ଚାକିରିରେ କିଛି ନା କିଛି ପରିବର୍ତ୍ତନ ଆସିପାରେ। 29 ମାର୍ଚ୍ଚ ପରେ ଟ୍ରାନ୍ସଫର ମଧ୍ୟ ହୋଇପାରେ। ବୃଷ ରାଶି ପାଇଁ ଶନିଙ୍କର 7.5 ନା ଶନିଙ୍କର 2.5 ମଧ୍ୟ ନାହିଁ। ଏବଂ ଯେଉଁ ବ୍ୟକ୍ତିବିଶେଷ ମାନଙ୍କ ପାଖରେ କୌଣସି ପ୍ରକାରର ଚାକିରି ବାକିରି ନାହିଁ, ଯେଉଁ ବ୍ୟକ୍ତିବିଶେଷ ମାନେ ବେରୋଜଗାର ହୋଇଅଛନ୍ତି, ତ ସେମାନଙ୍କୁ 29 ମାର୍ଚ୍ଚ ପରେ କିଛି ନା କିଛି ଚାକିରି ଅବଶ୍ୟ ରୂପରେ ପ୍ରାପ୍ତି ହୋଇପାରେ।
ଇଣ୍ଟରଭ୍ୟୁରେ ମଧ୍ୟ ଆପଣଙ୍କୁ ସଫଳତା ନିଶ୍ଚୟ ରୂପରେ ମିଳିବ। କୌଣସି ପ୍ରକାରର MNC କମ୍ପାନୀରୁ ଆପଣଙ୍କୁ ଜବ୍ ଅଫର୍ ମଧ୍ୟ ଆସିପାରେ। ଲୌହଜାତ ଜିନିଷ, ବ୍ୟୁଟି ପାର୍ଲର, ଷ୍ଟେସନାରୀ ସପ୍, ଇନପୁଟ୍ ଏକ୍ସପୋର୍ଟର କାମ, କନଷ୍ଟ୍ରକ୍ସନର କାମରେ ଆପଣଙ୍କୁ ଲାଭ ହିଁ ଲାଭ ଦେଖିବା ପାଇଁ ମିଳିବ। କର୍ମକ୍ଷେତ୍ରରେ ଉପର ଅଫିସରମାନଙ୍କର ସପୋର୍ଟ ଆପଣଙ୍କୁ ପ୍ରାପ୍ତି ହେବ। ଆପଣଙ୍କର ଭାଗ୍ୟ ଆପଣଙ୍କର ସାଥ ଦେବ। ସମସ୍ତ କ୍ଷେତ୍ରରେ ଆପଣ କମ୍ ପରିଶ୍ରମରେ ବହୁତ ଅଧିକ ସଫଳତା ପ୍ରାପ୍ତି କରିବେ। ଏବଂ ଶନିଦେବ ଆପଣଙ୍କର ଏକାଦଶ ଭାବରେ ବସି ଆପଣଙ୍କର ପ୍ରଥମ ସ୍ଥାନକୁ ଏବଂ ଆପଣଙ୍କର ପଞ୍ଚମ ସ୍ଥାନକୁ ଦେଖୁଛନ୍ତି। ପ୍ରଥମ ଭାବଟିକୁ ଦେଖିବାର ମାନେ ହେଉଛି କିଛି ନା କିଛି ନେଗେଟିଭ୍ ଫଳ ଆପଣଙ୍କୁ ପ୍ରାପ୍ତି ହେବ। ଓଭର ଥିଙ୍କିଂ ଆପଣ କରିପାରନ୍ତି। କୌଣସି କଥାକୁ ନେଇ ଆପଣ ଅଧିକ ଭାବିପାରନ୍ତି। ଆପଣଙ୍କର ପ୍ରେମ ଜୀବନକୁ ନେଇକରି ଆପଣ ବହୁତ ଅଧିକ ଭାବିପାରନ୍ତି। ପାରିବାରିକ ସମସ୍ୟାକୁ ନେଇ ଆପଣ ବହୁତ ଅଧିକ ଭାବିପାରନ୍ତି। ଏହା ସହିତ ଆପଣଙ୍କ ମଧ୍ୟରେ ଟିକିଏ ଆଳସ୍ୟର ଭାବ ଦେଖାଦେଇପାରେ। ଆପଣଙ୍କ ସ୍ୱାସ୍ଥ୍ୟରେ କିଛି ନା କିଛି ସମସ୍ୟା ଦେଖାଦେଇପାରେ। ଖାସ୍ କରି ଆପଣଙ୍କ ପାଦରେ, ଆଣ୍ଠୁଗଣ୍ଠିରେ କିଛି ନା କିଛି ସମସ୍ୟା ଦେଖାଦେଇପାରେ। ଏହା ସାଥିରେ ଶନିଦେବ ଆପଣଙ୍କର ପଞ୍ଚମ ଭାବ ଉପରକୁ ଦେଖିବେ। ପଞ୍ଚମ ଭାବଟି ଆପଣଙ୍କ ଶିକ୍ଷାର ଭାବ ହୋଇଥାଏ। ଆପଣଙ୍କର ସନ୍ତାନର ଭାବ ହୋଇଥାଏ। ଆପଣଙ୍କର ପ୍ରେମ ଜୀବନର ଭାବ ହୋଇଥାଏ। ତ ଦେଖନ୍ତୁ, ଶନିଙ୍କର ଦୃଷ୍ଟି ତ ଆପଣଙ୍କର ପଞ୍ଚମ ଭାବ ଉପରେ ପଡ଼ୁଅଛି। କିନ୍ତୁ ମଇ ମାସ ପରେ ବୃହସ୍ପତି ମଧ୍ୟ ଆପଣଙ୍କର ଦ୍ୱିତୀୟ ଭାବ ଉପରକୁ ଚଳନ କରିବେ। ତ ମଇ ମାସ ପୂର୍ବରୁ 29 ମାର୍ଚ୍ଚରୁ ନେଇକରି ମଇ ମାସ ମଧ୍ୟରେ ସନ୍ତାନର ସୁଖ ଆପଣଙ୍କୁ ପ୍ରାପ୍ତି ହୋଇପାରେ। ଯେଉଁ ଦମ୍ପତିମାନେ ଦୀର୍ଘଦିନ ଧରି ସନ୍ତାନର କାମନା ରଖିଥିଲେ, ତ ସେମାନଙ୍କୁ ସନ୍ତାନର ସୁଖ ମଧ୍ୟ ପ୍ରାପ୍ତି ହୋଇପାରେ। ଏବଂ ପଞ୍ଚମ ଭାବଟି ମଧ୍ୟ ଆପଣଙ୍କର ଶିକ୍ଷାର ଭାବ ହୋଇଥାଏ। 29 ମାର୍ଚ୍ଚ 2025 ପରେ ଯେତେବେଳେ ଶନିଦେବ ଆପଣଙ୍କର ପଞ୍ଚମ ଭାବ ଉପରକୁ ଦେଖିବେ, ତ ସେହି ସମୟରେ ଆପଣଙ୍କୁ ଆପଣଙ୍କର ଶିକ୍ଷା କ୍ଷେତ୍ରରେ ଉନ୍ନତି ଦେଖିବା ପାଇଁ ମିଳିବ। ଆପଣଙ୍କର ଚେଷ୍ଟାର ବଳ ବଢ଼ିଯିବ। ଶିକ୍ଷା କ୍ଷେତ୍ରରେ ଆପଣ କିଛି ନା କିଛି ବଡ଼ କରିବା ପାଇଁ ଚେଷ୍ଟା କରିବେ। କିଛି ନା କିଛି ଫର୍ମ ଫିଲ୍ଅପ୍ କରିପାରନ୍ତି। ଗଭର୍ଣ୍ଣମେଣ୍ଟ ଏକ୍ଜାମ ଇତ୍ୟାଦି ସବୁର ପ୍ରିପାରେସନ୍ ଆପଣ କରିପାରନ୍ତି। ଆଉ ସେଥିରେ ଆପଣ ସଫଳତା ମଧ୍ୟ ପାଇପାରନ୍ତି। ବନ୍ଧୁମାନେ ଦେଖନ୍ତୁ, ଶନିଦେବ ତ ସମସ୍ତ କାମଗୁଡ଼ିକରେ ଡିଲେ କରିଥାନ୍ତି। ସମସ୍ତ କାମଗୁଡ଼ିକରେ ଡେରି କରିଦେଇଥାନ୍ତି। ତେଣୁ ଆପଣଙ୍କୁ ଟିକେ ଧୈର୍ଯ୍ୟର ସହିତ ଅପେକ୍ଷା କରିବା ପାଇଁ ପଡ଼ିବ। କିନ୍ତୁ ସଫଳତା ଆପଣଙ୍କୁ ଅବଶ୍ୟ ରୂପରେ ପ୍ରାପ୍ତି ହେବ। ସମୟ ଲାଗିଲେ ମଧ୍ୟ ଆପଣ ଆପଣଙ୍କର ପାଠପଢ଼ାରେ ନିଶ୍ଚିନ୍ତ ଭାବରେ ଉନ୍ନତି କରିବେ। ଏହା ସାଥିରେ ଶନିଙ୍କର ଦୃଷ୍ଟି ମଧ୍ୟ ଆପଣଙ୍କର ଅଷ୍ଟମ ଭାବ ଉପରକୁ ରହୁଅଛି। 29 ମାର୍ଚ୍ଚ ପରେ କିଛି ରାଶିର ବ୍ୟକ୍ତିବିଶେଷମାନେ ଜ୍ୟୋତିଷ ବିଦ୍ୟା ଶିଖିବା ପାଇଁ ମନ ବଳାଇ ପାରନ୍ତି। କିଛି ନା କିଛି ରିସର୍ଚ୍ଚ ଗୁଡ଼ିକ କରିପାରନ୍ତି। ଏବଂ ଯେଉଁମାନେ ମଧ୍ୟ ସାଇଣ୍ଟିଷ୍ଟ ଅଛନ୍ତି ଆଉ କିଛି ରିସର୍ଚ୍ଚ ସେମାନେ କରୁଛନ୍ତି, ସେମାନଙ୍କୁ ସଫଳତା ଅବଶ୍ୟ ରୂପରେ ପ୍ରାପ୍ତି ହେବ। କିଛି ନା କିଛି ଗୁପ୍ତ ଜ୍ଞାନ ଗୁଡ଼ିକ ଆପଣ ଅଧ୍ୟୟନ କରିପାରନ୍ତି ଏବଂ ଗୁପ୍ତ ସମ୍ପତ୍ତି ମଧ୍ୟ ଆପଣଙ୍କୁ ପ୍ରାପ୍ତି ହୋଇପାରେ। ଆପଣଙ୍କର ମ୍ୟାଚୁରିଟି ଲେଭଲ ବଢ଼ିବ। କିଛି ନା କିଛି ଜ୍ଞାନ ଗୁଡ଼ିକ ଅଧ୍ୟୟନ କରିବା ପାଇଁ ମନ ବଳାଇ ପାରନ୍ତି। ଏବଂ ଶନିଙ୍କର ଦୃଷ୍ଟି ପଞ୍ଚମ ଭାବ ଉପରେ ରହୁଥିବା କାରଣରୁ ଆପଣ ଯଦି ପ୍ରେମ ସମ୍ପର୍କରେ ଅଛନ୍ତି, ଆପଣଙ୍କର ଯିଏ ପାର୍ଟନର ଅଛନ୍ତି, ତାଙ୍କ ମଧ୍ୟରେ ଟିକିଏ ଜିଦ୍ଦିପଣ ଦେଖାଦେଇପାରେ। ସମୟ ସମୟରେ କଳିଝଗଡ଼ା ମଧ୍ୟ ହୋଇପାରେ। ସେଥିପାଇଁ ଆପଣ ଆପଣଙ୍କର ପ୍ରେମ ଜୀବନ ଉପରେ ଟିକିଏ ବିଶେଷ ଧ୍ୟାନ ଦିଅନ୍ତୁ। ବୃଷ ରାଶି ପାଇଁ ଶନିଦେବ ହେଉଛନ୍ତି ଯୁଗକାରକ ଗ୍ରହ। ତ ଆପଣଙ୍କୁ ସେ ଶୁଭ ଫଳ ପ୍ରଦାନ କରିବେ। ଆପଣଙ୍କୁ କେବଳ ଏତିକି ଧ୍ୟାନ ଦେବାର ଅଛି କି ଆପଣ ଓଭର ଥିଙ୍କିଂ କରନ୍ତୁ ନାହିଁ। କୌଣସି କଥାକୁ ନେଇକରି ଆପଣ ବହୁତ ଅଧିକ ଭାବନ୍ତୁ ନାହିଁ। ଆଉ ଆପଣ ଟିକେ ଆପଣଙ୍କର ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ରଖନ୍ତୁ। କିନ୍ତୁ ଆପଣଙ୍କର କ୍ୟାରିୟରକୁ ନେଇ, ଆପଣଙ୍କର ଭାଗ୍ୟ କ୍ଷେତ୍ରକୁ ନେଇ, ଆପଣଙ୍କର ଶିକ୍ଷା କ୍ଷେତ୍ରକୁ ନେଇ 29 ମାର୍ଚ୍ଚ ପରର ସମୟ ବହୁତ ହିଁ ଭଲ ସମୟ ଆସୁଅଛି। ଆପଣଙ୍କର ମନସ୍କାମନା ନିଶ୍ଚିନ୍ତ ଭାବରେ ପୂରଣ ହେବ। ଦେଖନ୍ତୁ, ପୁରା 30 ବର୍ଷ ପରେ ଶନିଦେବ ଆପଣଙ୍କର ଏକାଦଶ ଭାବକୁ ଆସିଛନ୍ତି। ତ ଆପଣଙ୍କର ଫାଇନାନ୍ସିଆଲ ଗ୍ରୋଥ୍ ତ ନିଶ୍ଚିନ୍ତ ରୂପରେ ହେବ। ଆପଣ ଏହି ସମୟରେ ପଇସା କିଛି ସଞ୍ଚୟ କରିପାରିବେ। ଡେଲି ଇନକମ୍ରେ ମଧ୍ୟ ଆପଣଙ୍କର ବୃଦ୍ଧି ଆସିବ। ଆପଣଙ୍କର ବ୍ୟାଙ୍କ ବାଲାନ୍ସ ବଢ଼ିବ। ଷ୍ଟକ୍ ମାର୍କେଟ ଏବଂ ଟ୍ରେଡିଂରେ କାମ କରୁଥିବା ବ୍ୟକ୍ତିବିଶେଷମାନଙ୍କୁ ନିଶ୍ଚିନ୍ତ ଭାବରେ ଆକସ୍ମିକ ଧନଲାଭ ହେବାର ମଧ୍ୟ ସମ୍ଭାବନା ବନୁଅଛି। ଏବେ ଜାଣିବା କିଛି ଉପାୟ ଗୁଡ଼ିକ ସମ୍ପର୍କରେ।
ଯାହାକୁ କରିବା ଦ୍ୱାରା ଶନିଙ୍କର ଦୁଷ୍ପ୍ରଭାବରୁ ଆପଣଙ୍କୁ ମୁକ୍ତି ମିଳିପାରିବ। ଦେଖନ୍ତୁ, ଶନିଙ୍କର ଏହି ମହାପରିବର୍ତ୍ତନ ବୃଷ ରାଶିର ବ୍ୟକ୍ତି ବିଶେଷମାନଙ୍କ ପାଇଁ ବହୁତ ହିଁ ଶୁଭ ରହିବା ପାଇଁ ଯାଉଅଛି। ଯଦି କିଛି ନା କିଛି ଅଶୁଭ ରହୁଅଛି, ତାକୁ ଦୂର କରିବା ପାଇଁ ଆପଣ ପ୍ରତ୍ୟେକ ଦିନ ହନୁମାନ ଚାଳିଶାର ପାଠ କରନ୍ତୁ, ଗାୟତ୍ରୀ ମନ୍ତ୍ରର ଜପ କରନ୍ତୁ ଏବଂ ଶୁକ୍ରଙ୍କର ବୀଜ ମନ୍ତ୍ରର ଜପ ଅବଶ୍ୟ ରୂପରେ କରନ୍ତୁ। 108 ଥର ଏହି ମନ୍ତ୍ରକୁ ପ୍ରତ୍ୟେକ ଦିନ ଜପ କରନ୍ତୁ। ଶୁଭ ଫଳ ପ୍ରାପ୍ତି ହେବା ସହିତ ଆପଣଙ୍କ ଭାଗ୍ୟରେ ଉନ୍ନତି ଆସିବ। ତ ବନ୍ଧୁମାନେ, ଏହା ତ ଥିଲା ବୃଷ ରାଶିର ବ୍ୟକ୍ତିବିଶେଷ ମାନଙ୍କର ଶନିଚଳନ 2025 ସମ୍ପର୍କରେ। ତ ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ନିଶ୍ଚୟ ରୂପରେ ଭଲ ଲାଗିଥିବ। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରନ୍ତୁ। ତଳେ ଆସୁଥିବା କମେଣ୍ଟ ବକ୍ସରେ ଜୟ ଶନିଦେବ ନିଶ୍ଚୟ ରୂପରେ ଲେଖିଦିଅନ୍ତୁ। ଆଉ ଚ୍ୟାନେଲଟିରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ। ତ ବନ୍ଧୁମାନେ, ଆପଣମାନଙ୍କର ଦିନଟି ଶୁଭମୟ ରହୁ, ଏହା ହିଁ ମୋର ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା। ତ ଆଜିର ଏହି ଭିଡ଼ିଓଟିକୁ ମୁଁ ଏଇଠି ରଖୁଛି। ପୁଣି କଥା ହେବା ଆଉ ଏକ ନୂତନ ଭିଡ଼ିଓ ମାଧ୍ୟମରେ। ରହୁଛି। ଧନ୍ୟବାଦ। ଜୟ ଜଗନ୍ନାଥ।